ଓଡ଼ିଆର ଗଣପର୍ବ ରଜ ମହୋତ୍ସବ ପାଳନ ନିମନ୍ତେ ନିମାପଡ଼ାର ଅଗ୍ରଣୀ ଯୁବ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୟାସ ବେରା ୟୁଥ୍ ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସହଯୋଗରେ ଆସନ୍ତା 14ରୁ 16 ତାରିଖ ପର୍ଯ୍ୟନ୍ତ 3 ଦିନ ଧରି ଶହୀଦ ଭବନ ପରିସର ମୁକ୍ତାକାଶ ମଞ୍ଚରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବକୁ ଅଧିକ ସରସ ସୁନ୍ଦର ଆକର୍ଷଣୀୟ ତଥା ଧୁମଧାମରେ ପାଳନ କରିବା ନିମନ୍ତେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଓଡ଼ିଆର ପ୍ରାଣରେ ଲୁଚି ରହିଥିବା ଓଡ଼ିଆ କଳା ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ଏହି ପ୍ରୟାସ ବୋଲି କହିଛନ୍ତି ସମ୍ପାଦକ ନିର୍ମଳ ପରିଜା। ଓଡ଼ିଆର ପ୍ରିୟ ପର୍ବ ରଜ ମହୋତ୍ସବରେ ଚଳିତ ବର୍ଷ ଏକକ ନୃତ୍ୟ ଟଙ୍ଗ ଟ୍ୱିଷ୍ଟର ଡଘଡମାଳି ପୁଚି ରଙ୍ଗୋଲି ଏକକ କଣ୍ଠ ସଙ୍ଗୀତ ଶଙ୍ଖବାଦନ ହୁଳହୁଳି ଏକକ ଅଭିନୟ ମ୍ୟୁଜିକ୍ ଚେୟାର ଗୋଷ୍ଠୀ ନୃତ୍ୟ ର୍ୟାମ୍ପ ଶୋ ଡୁଏଟ୍ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିସହିତ ଛୋଟ ପିଲାଙ୍କ ପାଇଁ ଦୋଳି ଜମ୍ପିଂ ଆଦି ବ୍ୟବସ୍ଥା କରାଯାଇଛି। ନିମାପଡ଼ା ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରଜ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବାକୁ ଥିବାବେଳେ ଓଡ଼ିଆ ସିନେ ତାରକାମାନେ ମହୋତ୍ସବରେ ସାମିଲ ହେବାକୁ ସମ୍ମତି ପ୍ରଦାନ କରିଛନ୍ତି ବୋଲି ନୟାସ ବେରା ସମ୍ପାଦକ ନିର୍ମଳ ପରିଜା କହିଛନ୍ତି। ନିମାପଡ଼ାରୁ ରମାକାନ୍ତ ବେହେରାଙ୍କ ରିପୋର୍ଟ, ଓଡ଼ିଶା ହାଇଲାଇଟ୍ ସମାଚାର।